ମଶା ଡାଁସ ଭଳିଆ ମଶା ମଶୁରୀ ପାଣି ଛାଡିବି ନା କଣ? ହୁଁ ଝାଡା ପଡିଲା ପରେ କଥା ହଉନୁ ନା କଣ? ହୁଁ ହଁ ହଁ କଥା ହବୁ କଣ ନା କଣ? ହୁଁ ହଉ 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 ମୁଁ ବଇଚି ଆ। ବ କଣ ମୁଁ କଣ କହୁଥିଲି କହିଲୁ? ହୁଁ 100-150 ଖଣ୍ଡ ଟଙ୍କା ଦବୁ। କଣ କରିବୁ? ମୁଁ ଆଜି ଘର ଛାଡିକି ପଳେଇବି ଭୁବନେଶ୍ୱର ଯିବି ଚାକିରି ବାକିରି ଗୁଟା କୋଉଠି ଉଣ୍ଡାଳିବି ଆଉ। କାଇଁ କଣ ହଉଛି ଅସୁବିଧା ଘରେ? କଣ ଘରେ ସବୁ ଗେରେ ଗେରେ ହଉଛନ୍ତି ବୋଉ ଉଠିଲା ବେଳକୁ ଖାଲି ଗେରେ ଗେରେ। କଣ କରିବି କହିଲୁ? ତୁ ବୋଧେ ଅବିକା ଉଠିକି ଆଇଛୁ। ମୁଁ ତ 10:45 ଆରି ଭିତରେ ଉଠେ। ତୁ ଏତେ ସମୟ ସବୁ ତମ ଘରେ କେହି କିଛି କହୁନାହାନ୍ତି? ଆମ ଘରେ ଆଉ କହୁନାହାନ୍ତି କିଛି। ହଁ ତତେ ତ ହେଲେ ଘରେ ଆଉ ଗାଳି ଫାଳି କରୁଛନ୍ତି କି ଭଲ ମନ୍ଦ? ବା ମତେ ଗୋଟେ ନିର୍ଜୀବ ବସ୍ତୁ ଭଳିଆ ବ୍ୟବହାର କରୁଛନ୍ତି, ମାନେ ଯେମିତି କି ସୋଫା ସେଟ। ମୁଁ ଗୋଟା ମତେ ଘରେ ଭାବି ଦେଇଛନ୍ତି ମୁଁ ଗୋଟା ସୋଫା। ମାନେ ଆବେ ଯେମିତି ସୋଫା ଟାକୁ ଘରେ କୋଉଠି ଏ ରୁମ ରେ ରଖିଲେଣି, ଡାଇନିଂ ରେ ରଖିଲେଣି, ସେ ଡ୍ରଇଂ ରୁମ ରେ ରଖିଲେଣି, ବେଡରୁମ ରେ ରଖିଲେଣି, ମତେ ସେଇ ଭଳିଆ ବ୍ୟବହାର କରୁଛନ୍ତି। ସେ ଜାଣିଛନ୍ତି ଆ ଦ୍ୱାରା ଆଉ କିଛି ହେଇପାରିବନି, ସେଥିପାଇଁ ମତେ ଆଉ କେହି କିଛି କହୁନାହାନ୍ତି। ସିଏ ବି କହିଲେ ମୁଁ ଆଉ ଶୁଣୁନି, ପିଠିଆ ବଳଦ ଭଳିଆ ସବୁ ଏ କାନରେ ପୁରଉଛି ସେ କାନରେ ଭାଗ ଦଉଛି। ସିଏ ତାଙ୍କର କହୁଥାନ୍ତି। ମୁଁ କଣ କରିବି କହିଲୁ? ମୁଁ ଶୋଇନି ଭଲ କି, ଏବେ ଉଠିଲି ଜଷ୍ଟ। ଗେଜେ ଗେଜେ ହେଲେ ଯେମିତି ଭାବିଲି କାଳେ ହେବେ, ମୁଁ ମୋର ଗାଡିଆ ବନ୍ଧୁକୁ ପଳେଇ ଆଇଲି ଇଆଡେ ବସିବି। ତୁ ତ ଜାଣିଛୁ ମୁଁ ରାତିରେ ଟିକେ ପବଜି ଖେଳେ 12ଟା-1 ରାତି ନହେଲେ ମୁଁ ଶୁଏ ନା। ଆଉ ସକାଳେ 6ଟାରେ ଉଠି ହବ? ତୁ ନିଜେ ଚିନ୍ତା କଲୁ। ଏ ଯୋଉ ଶୀତ ପଇଲାଣି ଶୀତ ପଇଲାଣି ଉଠି ହବ? ମୁଁ ସେଇ ସକାଳେ କାହିଁ ସକାଳେ 6ଟାରେ ଉଠୁନି ବୋଲିଆ ଘରେ ପାଇଛି। କଣ କରିବି କହିଲୁ? ଚାକିରି ବାକିରି ଚାଲୁ ପଳେଇବା କୁଆଡେ ବାହାରକୁ ନହେଲେ। ଆମେ କୁଆଡେ ଯିବା? ମୁଁ ପା ହେଇ ଗୋଟେ ଆର ମାସରେ ଯାଇଥିଲି, ସେ ଡାଲି ଯୋଉ ପାଣିଆ ଭାତ, ଏଡେ ମୋଟା ମୋଟା ଭାତ। ହଁ ବା ତୁ କଣ ତୁ ସେ କଥା କହୁଛୁ? ମୁଁ ଯୋଉ ବୁଝି ନଥିଲା ସେ ଯୋଉ ଆମ ମାମୁ ପୁଅ ଗୁଟା ଯୋଉ ବୁଝିଥିଲା, ମୁଁ ତ କହୁନଥିଲି ଯିବି ବୋଲିଆ। ମଶା ଡାଁସ ଭଳିଆ ମଶା ମଶୁରୀ ଫୁଟେଇକି ବସିଗଲେ। ମୁଁ କେମିତି ଘରକୁ ଆସିକି ବାଟ ପାଇଯିବି? ଆଉ ଏଇଥିରେ କଣ ବାହାରେ ଯାଇ କରିବା କହିଲୁ? ଘରେ ଖାଲି କହୁଛନ୍ତି ତମେ ବାହାରକୁ ଯା କୋଉଠି କଣ କର। ସେଗୁରା ଆମର କଣ ଭୁଲ? ସେଗୁରା ବାପା ମାଙ୍କର ଭୁଲ ନା ଆଉ। ସିଏ ଗୋଟା ଛୋଟ ବେଳୁ ଆମକୁ ଏତେ ସୁଖ ଦେଲେ, ପାଠ ପଢେଇଲେ, ସବୁ ଜିନିଷ ଆମ ପାଇଁକା ଦେଲେ, ଆମେ ସେଇଟା ନିନ୍ଦୁନୁ। ଆମେ କେମିତି ରୋଜଗାର କରିବୁ ସେ ବାଟ ଟିକେ ଶିଖେଇଥାନ୍ତ। ମୋ ବୋଉ ଜାଣିଛୁ ନା, ଯଦି ଗୋଟା କଣ କେତେବେଳେ ଭାଇ କହିବ ଏଠି ପଳେଇ ସେଠି ପଳ, ନା ସେ ଛୋଟ ପିଲାଟା କଣ କରିବ କଣ ନାହିଁ ଏମିତି କହିଲେ ଆଉ ଯେତିକି କରିବା କଥା କଲେ। ଏମିତି ଗେଲା କଲେ ଯେ ଭାଇ ଜାଣିବୁ ଅନେଇଲୁ, ମୁଁ ଏବେ ବିଶ୍ୱାସ କର ମୋ ପାଖରେ ଏବେ ଟଙ୍କାଟା ନାହିଁ। ଏ ବୋଉ ପାଖରୁ ମାଗି ମୁଗି କେତେବେଳେ ଭାଇକି ତ ମାଗିଲେ ସେ କାଳେ ଗେଜେ ଗେଜ ହବ, ମୁଁ ତାକୁ କିଛି କୁହେନି। ଏମିତି ଘରୁ ଚାଉଳ ଆର ମାସରେ ମୁଗ 2-3 କିଲୋ ନେଇ ବିକି ଖାଇଦେଲି। ମୁଁ ବା ଆମ ବିଲରୁ ଧାନ ସିଆଡୁ ଉଠେଇ ଦେଇଛି। ଘରେ କେହି ଜାଣିନାହାନ୍ତି। ମୁଁ କରିବି, ଆମର କଟା ହେଲେ ମୋର ସେଇ ବେପାର ଚାଲିବ। ଏବେ ନାଇଁ 2-3 ଗୋଛା ଦେଇଦେବି ପ୍ରଧାନ ଘର ଇଏରେ ପକେଇଦେବି। ହଁ ସେଇଆ ନହେଲେ ଆଉ ଚଳିବା କେମିତି? ପାନ ବୁଡିଆ ଖର୍ଚ୍ଚ କେମିତି ଉଠିବ? ସେଟା ଆମର ଭୁଲ ନୁହେଁ। ଯଦି ବି କିଛି ଏମିତି ହଉଥାଏ, ସାନ ପୁଅ ମାନେ ଘରର ଗେହ୍ଲା ବାପା ମା ମାନେ କଲେ, ବୁଝିପାରିଲୁ ନା, ଯାଇ କାହାର ଭାଗ୍ୟରେ, ଆମେ କହୁନି ଯେ ସମସ୍ତେ, ଆମ ଭଳିଆ ବି କିଛି ଅଛନ୍ତି, ସିଏ କିଛି ଭାଇ ବାପାଙ୍କ ପଇସାରେ ଚଳି ଚଳି ସିଏ ଆମରି ଭଳିଆ ଏମିତି ହେଇଗଲେ କୋଡିଆ, ଆମେ ଆଉ ଜୀବନରେ କିଛି କରିପାରିବାନି। କିଛି କରିବା କହିଲୁ? ଆମେ କୋଉ ଝିଅଟା ଆମକୁ ବାହା ହବ କହିଲୁ? ତୁ ସେଗୁରା କାଇଁ, ମୁଁ ସେଗୁରା ସ୍ୱପ୍ନ ଭଳିଆ ଭାବୁଛି। ମୁଁ ସେଗୁରା କାଇଁ କିଏ ବାହା ହବ କହିଲୁ? ଯୋଉ ଝିଅଟା ବି ଆମକୁ ବାହା ହବ ତା ଜୀବନଟା ପୁରା ବେକାର। ହଁ ବା। ଆଉ କଣ ସିଏ ଆମ ଘରେ ଆସିବ ଖାଇବାକୁ, ଆମେ ତାକୁ ଗୋଟେ ଆଣିକି ତା ମାନେ କଣ କହିବି ଛାଡେ, ଏଗୁରା କିଛି ଆମେ ତାକୁ ଦେଇପାରିବାନି। ଗଣ୍ଡା ଭଲ ଖାଇବା ବି ଦେଇପାରିବାନି, କିଛି ତ ଦେଇପାରିବାନି। ଆଉ ସେ କାନ୍ଦି କାନ୍ଦିକା ତା ଜୀବନ ଯିବ। ଏ ଭାଇ ମାନେ ତ ଅନେଇଛନ୍ତି ସାନ ପୁଅ ମାନେ ବାହା ହେଇସାରିଲା ପରେ ଚାଲ ତମ ବାଟ ତମ ଦେଖ। ନାଇଁ କରିଦବା କଥା, କରିଦେଲେ ଆମର ଟିକେ ହେଜିବୁ, ଟିକେ କୋଉଠି ଯାଇ ରୋଜଗାର ଫୋଜଗାର କରିବୁ। ଆମେ ମହାଚାଲାକ, ଆମେ କାଇଁ ବାହା ହବୁ? ଆମେ ଏମିତି ଖାଇବା ଏମିତି ବୁଲିବା। କଣ କରିବା? କଣ କହୁଛୁ? ମୁଁ ଆଉ ଯିବିନି କହୁଛୁ ତୁ? ତୁ ଏଠି ବୋଲୁ ଯିବା ଚାଲ, ହଉ ଯିବା ଚାଲ, ଖାଇ ପିଇବା। ମୁଁ ଯାଉଛି ନହେଲେ ତମ ଘରକୁ, ଯେତେବେଳେ ଆମ ଘରେ ପାଟି କରିବେ ତମ ଘରକୁ ପଳେଇ ଆସିବି। ଆମ ଘରକୁ ଆସିବନି, ମୋ ଭାଇ ଦେଖତେ ବଜେଇଦବା। ତମ ଘରକୁ ମୁଁ ପଳେଇ ଆସନ୍ତି ଇଆଡେ। ନାଇଁ ବେଶୀ ବ୍ଲେମ ହେଇଯିବ। ଆଉ ନହେଲେ ମୁଁ କଣ କରିବି କହିଲୁ? ଏଥର ଘରେ ଖାଲି ହେଇକିନା ହେଲା ମାନେ ମୁଁ ଆଉ ଘରେ ରହିବି। ତୁ ଘରେ ଯୁକ୍ତି ତର୍କ କରୁଛୁ? ନାଇଁ ମୁଁ କିଛି କହୁନି ବା। ମୁଁ ଏଥରକ କଣ କରିବି, ହେଇକିନା ଆରମ୍ଭ ହବ ମାନେ ମୁଁ ଆଉ ରହିବିନି। ମୁଁ ପିଠିଆ ବଳଦ ଭଳିଆ ସବୁ ଶୁଣିବି, ଏ କାନରେ ପୁରେଇବି, ସେ କାନରେ ବାହାର କରିଦେବି, ସାଇକେଲ ଧରି ପାଇକିରି ଚାଲିବି ଛକକୁ। ହଁ ସେଇଆ କରିବି ଏଥର। ଚାଲି ଯିବା। ମୋର କେତେ 12:45 ଖଣ୍ଡେ ହବ, ଏବେ 1 ବାଜିଲେ ଯିବି। ଥିରିକିରି ଗାଧେଇ ପଡିବି। ମୁଁ ଏକାଥରେ ଗାଧେଇକି ଯିବି ଏଇଠୁ, ଆଉ ତୁ ଯିବୁ ଯଦି ଯା। ମୁଁ ପୋଖରୀରେ ଗାଧେଇକି ଏକାଥରେ ଯାଇକି ଖାଇବି,
ପୁଣି ମତେ 3ଟା ବେଳକୁ ମୁଁ ଆସିବି ଆଉ ତାସ୍ ଖେଳିବାକୁ ଯିବାନି? ବିଦ୍ୟା ଦୋକାନ କ୍ରିକେଟ ଖେଳିବାକୁ ଯିବା ଆଜି। ହଉ ଠିକ ଅଛି। ଆମ ତ ସେଇ ଖେଳରେ ଆମ ଜୀବନ ଯିବ ଆଉ କଣ ଆମର ଆଉ ଅଛି ସୁଖ ଶାନ୍ତି। ହଉ ଆସ ମୁଁ ଯାଉଛି। ଦିନରେ କ୍ରିକେଟ ରାତିରେ ପବଜି ଏମିତି କରିକି ସଂସ୍ଥା ଯିବ ଆଉ। ହଁ ବା। ଆଉ ମୁଁ ଯାଉଛି। ତୁ ଯା ମୁଁ ଯାଉଛି ଗାଧେଇକି ଯିବି ଆଉ। ଜୟ ଜୟ ଜଗନ୍ନାଥ ଜଗନ୍ନାଥ। ନମସ୍କାର। ଏଇଟା ଭିଡିଓଟା କେହି ଦେହକୁ ନେବେ ନାହିଁ, ଦୟାକରି କହିବାର କାରଣ ଏଇଆ କି କିଛି ଘରେ ସାନ ପୁଅ ମାନଙ୍କୁ ଏତେ ଗେହ୍ଲା କରିଦେଇଥାନ୍ତି ଯାହାଫଳରେ ସେ କୌଣସି କାମ କରିବାକୁ ଆଉ ନାରାଜ ହେଇଯାଏ। ସବୁ ଜାଗାରେ ଯୋଉଠି ତାକୁ ଗୋଟେ ସହଜିଆ କାମ ପଠେଇବ ସେ ଆଳୁ କିଲୋ ଆଣିବାକୁ ଦୋକାନକୁ ପଠେଇଲେ ସେ କହିବ ମୁଁ 11ଟା ବେଳେ ଉଠୁଛି। ସେଇ ହିସାବରେ ଭିଡିଓଟି ହେଇଛି। ବାପା ମା ମାନଙ୍କୁ ଆମର ଅନୁରୋଧ, ମାନେ ପାଠ ସାଠ ପଢେଇଲ ସବୁ ତାକୁ ସୁଖ ଦେଇ ଦେଇ ଚାଲିଲ, କିନ୍ତୁ ତା ଠିକ ଯୋଉ ଟାଇମରେ ସେ କିଛି ଇନକମ କରିବା କଥା, ମାନେ ତମ ଇଏ ନେଇକି ସେ କିଛି କରିପାରୁନି, ତା ମାନେ ଭାବିନେ ତମର ବାପା ମା ମାନଙ୍କର ହିଁ ନିଶ୍ଚିନ୍ତ ଭାବରେ ଟିକେ ଭୁଲ ରହୁଛି। କାରଣ ସେମାନେ କିଛି କରିବାକୁ ଚାହିଁଥିବେ, ତମେ ତାଙ୍କୁ କରେଇ ଦେଇନଥିବ। 100% ଏମିତି ହିଁ ହେଇଥିବ। ତେଣୁକରି ତାଙ୍କୁ ଯେତିକି ଯୋଗ୍ୟତା ଅନୁସାରେ ତାଙ୍କୁ କେମିତି ରୋଜଗାର ସେମାନେ କରିବେ ସେଟା ତାଙ୍କ ମୁଣ୍ଡରେ ଟିକେ ପୁରାନ୍ତୁ। କିଛି ଲୋକ ଅଛନ୍ତି, ମୋ ପୁଅ ଏତେ ବାଟ ଯିବ, ଏତେ ଦୂରକୁ ଯିବ, ବାସ୍ ଏକୁଟିଆ ରହିବ, ଏକା ଖଟିବ, ସେମିତି କେବେ ଏସବୁ ଭାବନ୍ତୁନି। ଜିନିଷ କରନ୍ତୁନି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।